ତାହା ବି ପବ୍ଲିକରେ କହିବି ହେଲା। ପବ୍ଲିକରେ ବ୍ଲଗ୍ ବନେଇବା ଆଉ ଥରେ ବେଳେ। ହାଇ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଆନଦର ବ୍ଲଗ୍। ଏଣ୍ଡ ମୁଁ ଅଛି ଏବେ ମୋ ରୁମ୍ରେ ଏକୁଟିଆ ଆଉ ବ୍ଲଗିଂ ପ୍ରାକ୍ଟିସ୍ କରୁଛି ଏବେ। ମାନେ କେମିତି କୁହାହବ ଆଇ କଣ୍ଟାକ୍ଟ ୱିଥ୍ କ୍ୟାମେରା ଏଣ୍ଡ ଏନି ମୋର୍ ପିପୁଲ୍। ସୋ ଆଇ ହୋପ୍ କି ଆପଣମାନେ କେବେ ନା କେବେ କ୍ୟାମେରା ଆଗରେ କହିବାକୁ ଡରିଥିବେ। ମୁଁ ବି ଡରିଛି। ଆଉ ମୋତେ ବ୍ଲଗିଂ ପ୍ରାକ୍ଟିସ୍ କରିବା, ବ୍ଲଗିଂ କରିବା ଲଗଭଗ 3 ବର୍ଷ ନୁହେଁ 3 ମାସ ପାଖାପାଖି ହେଇଗଲାଣି। ଆଉ ଏବେ ପର୍ଯ୍ୟନ୍ତ ମୋ ଭିତରେ ଯେଉଁ କନଫିଡେନ୍ସ ହେବା କଥା ସେ କନଫିଡେନ୍ସ ରହିନି। ଆଉ ଏବେ ବି ମୁଁ ଏକୁଟିଆ ହିଁ ବ୍ଲଗ୍ ବନାଉଛି। ପବ୍ଲିକରେ କେବେ ବ୍ଲଗ୍ ବନେଇନି, କାହିଁକିନା କେବେ ହିମ୍ମତ ହେଇନି କି ପବ୍ଲିକରେ ବ୍ଲଗ୍ ବନେଇବି। ଆଉ ଏଇଟା ଭାବିକି ମୁଁ ବ୍ଲଗ୍ ବନଉନି କି ଲୋକ କ'ଣ କହିବେ। ଆମର ଫଲୋଅର୍ସ ବି ଟିକେ କମ୍ ଅଛନ୍ତି। ଆଉ ଆପଣମାନେ ବି ସପୋର୍ଟ କରନ୍ତୁ। ତ ସେଥିପାଇଁ ମୋତେ ବି କଣ୍ଟେଣ୍ଟ ମୋର ଭଲ ରଖିବା ଦରକାର, ଯେତିକି ଆପଣମାନଙ୍କୁ ଯେଉଁଟା ଭଲ ଲାଗିବ। ଆଉ ଏମିତି ବି କ'ଣ ଯେଉଁଟା ଆପଣମାନଙ୍କୁ ଭଲ ଲାଗିବ ସେଇଟା ମୁଇଁ କଲେ ଆପଣମାନଙ୍କୁ ଭଲ ଲାଗିବ। ଆଉ ଆପଣମାନଙ୍କୁ ଭଲ ଲାଗିଲେ ଆପଣ ମୋତେ ସପୋର୍ଟ କରିବେ। ଦିସ୍ ଇଜ୍ ଏ କଣ୍ଟେଣ୍ଟ କ୍ରିଏସନ୍। ଆଉ ମୁଁ ଯଦି ଇଆଡ଼ୁ ସିଆଡ଼ୁ ଗୋଟେ ବ୍ଲଗ୍ ବନେଇକି ଛାଡ଼ିଦେବି ତ ଫାଇଦା କ'ଣ? ମୋତେ ଲୋକ ଜାଣିବେ ନାହିଁ, ମୋର କଣ୍ଟେଣ୍ଟକୁ ବୁଝିବେ ନାହିଁ, ତ କିଛି ଫାଇଦା ନାହିଁ। ସେଥିପାଇଁ ମୁଁ ଏବେ ରୁମ୍ ଭିତରେ ଅଛି ଏକୁଟିଆ। ମୁଁ ଜାଣିନି କି କ'ଣ ହେବ ଫ୍ୟୁଚର୍ରେ। ଆଉ ମୁଁ ଖାଲି ବ୍ଲଗିଂ କରି ଚାଲିଛି। ଯଦି ଆପଣମାନେ ସପୋର୍ଟ କରନ୍ତି ତ ସକ୍ସେସ୍ ହେବାର ସୁନିଶ୍ଚିତ ଅଛି। ତ ଆପଣମାନେ ଯଦି ସପୋର୍ଟ ନ କରିବେ ଚଳିବ, ମୁଁ ମୋର ବ୍ଲଗିଂ କରି ଚାଲିଥିବି। ଆଉ ଆଶା କରୁଛି ଆପଣମାନେ ସପୋର୍ଟ କରିବେ। ଥ୍ୟାଙ୍କ ୟୁ। ଦେଖା ହେବା ଆଉ ଗୋଟେ ନେକ୍ସଟ ବ୍ଲଗ୍ରେ।